ଗନାସିକା ମହୋତ୍ସବ ପାଇଁ ଚାଲିଛି ପ୍ରସ୍ତୁତି ପର୍ବ। ଆଉ କେଇଟା ମୁହୂର୍ତ୍ତର ବ୍ୟବଧାନ ପରେ କେନ୍ଦୁଝର ମାଟିର ଛାତି ଉପରେ ଜନସମୁଦ୍ରର ଜୁଆର ଉଠିବ। ଚଳଚଞ୍ଚଳ ହୋଇ ଉଠିବ କେନ୍ଦୁଝର ସହରର ପ୍ରତ୍ୟେକ ଗଳିକନ୍ଦି। ନାଲି ନେଳି ଆଲୁଅରେ ସାନ୍ଧ୍ୟକାଳୀନ ଦୃଶ୍ୟ କିଣି ନେଇଯିବ ସମସ୍ତଙ୍କ ହୃଦୟକୁ। ଶୀତର ପ୍ରଭାବ ରହିଥିଲେ ମଧ୍ୟ ଶୀତକୁ ସ୍ୱାଗତ ଜଣାଇ ହଜିଯିବେ। ଶୀତ ଲହରୀର ମତୁଆଲା ପରିବେଶରେ ଅପେକ୍ଷାରତ ମହୋତ୍ସବ ପ୍ରେମୀ। ଫୁଲର ଫଗୁଣ ସାଙ୍ଗକୁ କଳା ଓ ସଂସ୍କୃତିର ମୁରୁଜ ବୁଣି କେନ୍ଦୁଝର ମାଟିରେ ସୃଷ୍ଟି କରିବ ଏକ ରଙ୍ଗାରଙ୍ଗ ପରିବେଶ। ମତୁଆଲା ମନୋଭାବରେ ଗାଁରୁ ସହର ପର୍ଯ୍ୟନ୍ତ ଛୁଟି ଆସୁଥିବେ ଦର୍ଶକର ଜନପଟୁଆର। କେନ୍ଦୁଝର ସହରର ଏକ ପ୍ରମୁଖ ମହୋତ୍ସବ ଗନାସିକା ମହୋତ୍ସବ, ଯାହାକି ଏ କେନ୍ଦୁଝର ସହର ସହିତ କେନ୍ଦୁଝର ଜିଲ୍ଲାକୁ ଦେଇଛି ଭିନ୍ନ ଏକ ପରିଚୟ। ସେହି କେନ୍ଦୁଝର ସହରରେ ଗନାସିକା ମହୋତ୍ସବ ପାଇଁ ଖୁବ୍ ଜୋରରେ ଚାଲିଛି ପ୍ରସ୍ତୁତି ପର୍ବ। କେନ୍ଦୁଝର ଜିଲ୍ଲାର ଐତିହାସିକ ମହୋତ୍ସବ ଗନାସିକା ମହୋତ୍ସବ। ମହୋତ୍ସବ ପଡ଼ିଆକୁ ସଜେଇବା ପାଇଁ ଲାଗି ପଡ଼ିଛନ୍ତି କାରିଗର। କିଏ ଦୋକାନ ଖୋଲିବା ପାଇଁ ତ କିଏ ସଚେତନ ବାର୍ତ୍ତା ବାଣ୍ଟିବା ପାଇଁ। ପୁଣି ଗନାସିକା ମହୋତ୍ସବ କମିଟି ଦ୍ୱାରା ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ତିଆରି ଚାଲିଛି କଳା ଓ ସଂସ୍କୃତିର ଏକ ରଙ୍ଗୀନ ରଙ୍ଗମଞ୍ଚ। ଖାଲି ଖାଲି ଲାଗୁଥିବା ଖୋଲା ପଡ଼ିଆଟି ଏବେ ରୂପ ପରିବର୍ତ୍ତନ କରି ଚାଲିଛି। ଗହଣାର ସମ୍ଭାର ଅଳଙ୍କୃତ ହେବା ପୂର୍ବରୁ ତିଆରି ଚାଲିଛି ସୌନ୍ଦର୍ଯ୍ୟର ଆକୃତି, ଯେଉଁ ଆକୃତିରେ କି ଗହଣା ପିନ୍ଧି ପଡ଼ିଆ କିଛି ଦିନ ପାଇଁ ଜୀବନ୍ତ ରୂପରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବ। ଲୋକମାନଙ୍କ ମନରେ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି। ଗନାସିକା ମହୋତ୍ସବର ଦିନ ଯେତିକି ପାଖେଇ ପାଖେଇ ଆସୁଛି, ଲୋକଙ୍କ ଆଗ୍ରହ ସେତିକି ବଢ଼ି ବଢ଼ି ଚାଲିଛି। ସମୟ କାହାକୁ ଅପେକ୍ଷା କରେ ନାହିଁ। ଅହରହ ଚାଲିଥିବା ସମୟ ଯଥା ସମୟରେ ଆସି ସମସ୍ତଙ୍କୁ ନିଜର କରି ପୁଣି ସାତପର କରି ଚାଲିଯିବ କେଉଁ ଏକ ଅଜଣା ସହରକୁ। ଖୁବ୍ ଚଳଚଞ୍ଚଳ ହୋଇଉଠେ ଗନାସିକା ମହୋତ୍ସବରେ ଏହି କେନ୍ଦୁଝର ସହର। ଏ ବର୍ଷ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲା ହୋଇଥିବା ଯୋଗୁଁ ଗନାସିକା ମହୋତ୍ସବ ଉପଭୋଗ କରିବା ପାଇଁ ଆସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଏହି ଗନାସିକା ମହୋତ୍ସବକୁ ମନଭରି ଉପଭୋଗ କରିସାରିଥିବା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇ ଆସୁଥିବା ଯୋଗୁଁ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ସହର ସାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଅନ୍ୟ ବର୍ଷ ଅପେକ୍ଷା ଏ ବର୍ଷ ଗନାସିକା ମହୋତ୍ସବ ହେବା ପୂର୍ବରୁ କେନ୍ଦୁଝର ସହରଟି ଖୁବ୍ ଚଳଚଞ୍ଚଳ ଲାଗୁଥିବା ଜଣାପଡ଼ୁଛି। ସଦରରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।